ଖାଉଥିବା ବେଳେ ପୁଅକୁ ହେଲା ଗୁଳିମାଡ଼। ଏୟାରଗନ୍ରୁ ଗୁଳିମାଡ଼ ହେବା ପରେ ଏବେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ହୋଇଛନ୍ତି ଭର୍ତ୍ତି। ଆଜ୍ଞା, ସମ୍ବଲପୁର ସଦର ଥାନା ଅନ୍ତର୍ଗତ ମିର୍ଗାମୁଡ଼ା ଗାଁରେ ଜଣେ ନାବାଳକଙ୍କୁ ଏୟାରଗନ୍ରୁ ଗୁଳିମାଡ଼ ହୋଇଛି। ଘଟଣାରେ ନାବାଳକ ଜଣକ ହୋଇଯାଇଛନ୍ତି ଗୁରୁତର ଆହତ। ଆହତ ଅବସ୍ଥାରେ ନାବାଳକଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ବୁର୍ଲା ଭୀମସାରରୁ କଟକ ଶିଶୁ ଭବନକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସଦର ଏସ୍ଡିପିଓ ତୋଫାନ ବାଗ କହିବା ଅନୁଯାୟୀ ଆଜି ସକାଳ 9ଟାରୁ 10ଟା ସମୟ ଭିତରେ ସଦର ଥାନା ଅନ୍ତର୍ଗତ ମିର୍ଗାମୁଡ଼ା ଗାଁରୁ ଏକ ଖବର ଆସିଲା ପରେ ଜଣେ 9 ବର୍ଷର ନାବାଳକଙ୍କ କାଖ ତଳେ ଏୟାରଗନ୍ ବନ୍ଧୁକର ପେଲେଟ୍ ବାଜି ରହିଯାଇଥିଲା। ତେବେ ଖବର ପାଇ ସଦର ଥାନା ଅଧିକାରୀ ଅନିତା ପଟ୍ଟନିଆ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ପରେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଲା ଯେ ଗାଁର ଦିବ୍ୟାଂଶୁ ପୁରୋହିତ ନାମକ ଜଣେ ଯୁବକ ନିଜ ଛାତ ଉପରେ ଏୟାରଗନ୍ ବନ୍ଧୁକରୁ ଫାୟାରିଂ କରିଥିଲେ, ଯାହାର ପେଲେଟ୍ ଅନ୍ୟ ଛାତ ଉପରେ ଥିବା ନାବାଳକଙ୍କ କାଖ ତଳେ ବାଜିଥିଲା। ମୋ ନାଁ ଯଶୋଦା କିଷାନ। ଆମେ ଶୋଇକିନା 7ଟାରେ ଉଠିଲୁ। ଉଠିକିନା ସିଏ ମୁହଁ ନାଇଁ ଦେଇଥାଏ ଆଉ ସେ ଜିନିସଟା ହେଲା ଆମେ ତାଙ୍କର ଘରୁ ଗ୍ୟାସଟେ ଆଣିଥିଲୁ ସରି ଯାଇଥିଲା ଆମର। ଆମେ ସେ ଗ୍ୟାସଟା ତାର ଘରକେ ନେଇଦେଲୁ। ନେଇ कार घर के ଯାହାର ଘରେ ଆମେ ରହୁଛୁ कार ना ताना ଏଇଟା ଦିବ୍ୟାଂଶୁ ପୁରୋହିତ। हां ହେଲେ ସିଏ ଆକ୍ଚୁଆଲି ନୂଆ ଘରଟେ ବନେଇଛନ୍, ସେ ଛାତ ଉପରେ ସେ ଥିଲା ସିଆଡ଼େ। ହେଲେ ଆମେ ଦେଖିନି ସେ ଧରିକିନା ଆମେ ମାରୁଛେ ବୋଲି। ତାପରେ ଗ୍ୟାସଟା ନେଇକିନା ଆମେ ଉପରକେ ଚଢ଼ିଲା ବେଳକେ ଏମିତି ହେଇଛି। ମାନେ ବାଜଲା ଯେ ସେ ଜାଣିନି। ତେବେ ଯାହା ଜଣାପଡ଼ିଛି ଯେ ଅଭିଯୁକ୍ତ ଯୁବକ ଜଣକ ତୁଳସୀ ଚୌରାକୁ ଲକ୍ଷ୍ୟ କରି ଫାୟାରିଂ କରିଥିବା ବେଳେ ଏଭଳି ଅଘଟଣ ଘଟିଛି। ଏହାପରେ ସମ୍ବଲପୁର ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ସଦର ଥାନା ଅଧିକାରୀ ଅଭିଯୁକ୍ତଙ୍କୁ ଅଟକ ରଖିବା ସହ ଏୟାରଗନ୍ ଓ ପେଲେଟ୍କୁ ଜବତ କରିଛନ୍ତି। ତେବେ ଅଭିଯୁକ୍ତ ଯୁବକ ଜଣକ ଉଦ୍ଦେଶ୍ୟମୂଳକ ଭାବେ ଫାୟାରିଂ କରିଥିଲେ ନା ଦୁର୍ଘଟଣାବଶତଃ ଏହି ଘଟଣା ଘଟିଛି, ସେ ନେଇ ପୁଲିସର ତଦନ୍ତ ଜାରି ରହିଥିବା ଏସ୍ଡିପିଓ ତୋଫାନ ବାଗ କହିଛନ୍ତି। ଦେଖନ୍ତୁ ଆଜି ସକାଳେ 9ଟାରୁ 10ଟା ଭିତରେ ଆମର ଯେଉଁ ସଦର ଥାନା ଏରିଆ ମିର୍ଗାମୁଣ୍ଡା ଗାଁ ଅଛି, ସେଠି ଗୋଟେ ଖବର ଆସିଲା ଯେ ଗୋଟେ ନାବାଳକ 9 ବର୍ଷର ଗୋଟେ ଛୁଆର ଯେଉଁ କାଖ ତଳେ ଗୋଟେ ଆମର ଯେଉଁ ଏୟାରଗନ୍ର ଗୋଟେ ପ୍ୟାଲେଟ୍ସ ବାଜିକି ସେ ଇଞ୍ଜୁର୍ଡ ହେଇଛି ବୋଲି ସେଥିରେ ଆମର ଆଇସି ସଦର PS ସିଏ ସାଙ୍ଗେ ସାଙ୍ଗେ ଯାଇଥିଲେ ଏବଂ ସେ ଯେଉଁ ସେଠି ଯାହା ଜଣାପଡ଼ିଥିଲା ସେଠି ଗୋଟେ ଦିବ୍ୟାଂଶୁ ପୁରୋହିତ ବିଟୁ ବୋଲି ଗୋଟେ ପିଲା ଅଛି, ଯିଏ ତା ଛାତ ଉପରେ ସେ ଯେଉଁ ଏୟାରଗନ୍ରୁ ଫାୟାର କରୁଥିଲା ଏବଂ ସେ ଏୟାରଗନ୍ ଆର ଛାତରେ ଯେଉଁ ଗୋଟେ ପିଲା ଯେଉଁ ନାବାଳକ ପିଲାଟା ଥିଲା ତା ଦେହରେ ବାଜିଛି। ସେ ଯେଉଁ ତୁଳସୀ ଗଛକୁ କ'ଣ ଏମ୍ କରୁଥିଲା ଏବଂ ସେଥିରେ ଏମ୍ କଲାବେଳେ ସେ ଟାଇମ୍ରେ ଛୁଆ ଦେହରେ ବାଜିଛି। ତ ବର୍ତ୍ତମାନ ସେ ଆମର ଏସ୍ପି ସମ୍ବଲପୁର ସାଙ୍ଗେ ସାଙ୍ଗେ ଆଇସି ସଦର PS କିଛି ହେଡ୍ କରିଛନ୍ତି ଏବଂ ଯେଉଁ ଏୟାରଗନ୍ ଯେଉଁଥିରେ ଫାୟାର କରିଥିଲା ସେଇ ଏୟାରଗନ୍ ଏବଂ ଯେଉଁ ପ୍ୟାଲେଟ୍ସ ଯେଉଁ ଛଡ଼ା ଉଚ୍ଚଟା କିଛି ସିଜ୍ ହେଇଛି। ବର୍ତ୍ତମାନ ଡିଟେଲ୍ ଅଛି ଏବଂ ସେଇ କଣ୍ଡିସନରେ ଆମ ସଦର ଥାନା କେସ୍ ନମ୍ବର 10 ଅନ୍ୟ ସେକ୍ସନ୍ 109 BNS ଏବଂ 25-27 ଆଫ୍ ଚାଲିଛି। ଗୋଟେ କେସ୍ ହେଇଛି, ତଦନ୍ତ ଚାଲିଛି ଏବଂ ଛୁଆଟା ତାକୁ ପ୍ରଥମେ ବୁର୍ଲା ନେଇଥିଲେ ଏବଂ ବୁର୍ଲାରୁ ସମ୍ବଲପୁର ମାନସ ସାହୁଙ୍କ ରିପୋର୍ଟ ପ୍ରତିଦିନ।